ବର୍ତ୍ତମାନ ତ ସବୁ ପ୍ରକାର ପରିବା ଏଭେଲେବୁଲ୍ ମିଳିଯାଉଛି, ତ ସେହି ସୁଯୋଗକୁ କାହିଁକି ହାତ ଛଡ଼ା କରିବା। ଚାଲନ୍ତୁ ପ୍ରସ୍ତୁତ କରିବା ମିକ୍ସ ଭେଜିଟେବୁଲ୍ ଭୁଜିଆ। ସବୁ ପ୍ରକାର ପରିବାକୁ ନେଇ ପ୍ରସ୍ତୁତ କରିବା। ସେଥିପାଇଁ ଆବଶ୍ୟକ ଉପକରଣ ପନିର କୋରେଇ ନେଇଛି ଗୋଟିଏ ଗିନା। ମୁଁ ଏଠି ଆମର ବିନ୍ସ ଏକଦମ ଛୋଟ ଛୋଟ କରି କାଟି ନେଇଛି ଗୋଟେ ଗିନା। ଗ୍ରୀନ୍ ମଟର ଦାନା ଗୋଟେ ଗିନା ନେଇଛି। ଫୁଲକୋବିକୁ ଏକଦମ ଛୋଟ ଛୋଟ କରି କାଟି ନେଇଛି ମୁଁ ଏଠି। ଗାଜର ବି ଏମିତି ଛୋଟ ଛୋଟ କରି କଟା ହୋଇଛି। କ୍ୟାପ୍ସିକମ୍ ବି ଛୋଟ କରି କଟା ହୋଇଛି। ଆମର ଭୁଜିଆ ପାଇଁ ଏକଦମ ଛୋଟ ଛୋଟ କରି କଟା ହୋଇଥିବା ପରିବା ସବୁ ନେବା। ଏ ପିଆଜ ରସୁଣ ବି ଛୋଟ ଛୋଟ କରି କଟା ହୋଇଛି। ଯେତିକି ରାଗ ଖାଉଥିବେ ସେ ଅନୁସାରେ କଞ୍ଚା ଲଙ୍କା ଏମିତି ଛୋଟ କାଟି ନେବେ। କସୁରୀ ମେଥି କିଛି ଦରକାର। ଆବଶ୍ୟକ ଅନୁସାରେ ଲୁଣ ହଳଦୀ ଲଙ୍କାଗୁଣ୍ଡ ଦରକାର। କିଛି ଗରମ ମସଲା ଗୁଣ୍ଡ ଦରକାର। ତେଲ ଦରକାର। ତ ବର୍ତ୍ତମାନ ଚାଲନ୍ତୁ ଗ୍ୟାସ୍ ଅନ୍ କରି କଡ଼େଇ ବସାଇ ନେବା। ସେଥିରେ ଦେଇଦେବା 2 ଚାମଚ ତେଲ। ତେଲ ଗରମ ହେବା ପରେ ସେଥିରେ ଦେଇଦେବା କଟା ରସୁଣ, କଟା କଞ୍ଚା ଲଙ୍କା ବି ଦେଇଦେବା। ବର୍ତ୍ତମାନ ତାକୁ ଟିକେ ବ୍ରାଉନ୍ କଲର୍ କରି ଭାଜି ନେବା। ଇଏ ବର୍ତ୍ତମାନ ଦେଖନ୍ତୁ ବ୍ରାଉନ୍ କଲର୍ ତ ହୋଇଗଲାଣି। ବର୍ତ୍ତମାନ ଦେଇଦେବା କଟା ପିଆଜ। ପିଆଜ ଟିକେ ନରମ ହେବା ପର୍ଯ୍ୟନ୍ତ ଭାଜି ନେବା। ଇଏ ବର୍ତ୍ତମାନ ଦେଖନ୍ତୁ ଟିକେ ନରମ ହୋଇଆସିଲାଣି ପିଆଜ। ବର୍ତ୍ତମାନ ସବୁ ପରିବା ଗୁଡ଼ିକ ଦେଇଦେବା। ଇଏ ଆମର ଫୁଲକୋବି ଏକଦମ ଛୋଟ ଛୋଟ କରି କଟା ହୋଇଛି, ତାକୁ ଦେଇଦେଲି। ବର୍ତ୍ତମାନ ଦେଇଦେଲି ବିନ୍ସ। ଇଏ ଦେଖନ୍ତୁ କେତେ ଛୋଟ ଛୋଟ କଟା ହୋଇଛି ଗାଜର। ଇଏ ଆମର ଗ୍ରୀନ୍ ମଟର ଦାନା। ଇଏ କ୍ୟାପ୍ସିକମ୍। ବର୍ତ୍ତମାନ ଦେଇଦେବା ଆବଶ୍ୟକ ଅନୁସାରେ ଲୁଣ। ଲୁଣ ଦେଇ ସାରିବା ପରେ ତାକୁ ଭଲ ଭାବରେ ମିଶାଇ ଘାଣ୍ଟି ନେବା। ଆମର ଟିକେ ପ୍ରୋସେସିଂ କରିବା ବେଳେ ଟିକେ ଟାଇମ୍ ଲାଗେ ସିନା ଏହି ଆଇଟମ୍ଟି, କିନ୍ତୁ ପ୍ରସ୍ତୁତ କରିବା ବେଳେ ଜଲ୍ଦି ହୋଇଯାଏ। କାରଣ ଏକଦମ ଛୋଟ ଛୋଟ କଟା ହୋଇଛି ନା ପରିବା ଗୁଡ଼ିକ, ସେଥିପାଇଁ ଜଲ୍ଦି ସେ ପ୍ରସ୍ତୁତ ହୋଇଯାଏ। ବର୍ତ୍ତମାନ ଦେଇଦେବା ଆବଶ୍ୟକ ଅନୁସାରେ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ। ଆମର ତ କଟା କଞ୍ଚା ଲଙ୍କା ଦିଆ ହୋଇଛି, ସେ ଅନୁସାରେ ଯେତିକି ରାଗ ଖାଉଥିବେ ଲଙ୍କାଗୁଣ୍ଡ ଦେବେ। ଭଲ ଭାବରେ ତାକୁ ମିଶାଇ ନେଇ କିଛି ସମୟ ଭାଜି ନେବା। ସେ ଟିକେ ଭଲ ଭାବରେ ମିଶାଇ ଭାଜି ନେବା ପରେ ବର୍ତ୍ତମାନ ଢାଙ୍କୁଣି ଦେଇଦେବା। ସିଏ ସିଝି ଟିକେ ନରମ ହେବା ପର୍ଯ୍ୟନ୍ତ ଏମିତି ମଝିରେ ମଝିରେ ଟିକେ ବାହାର କରି ଘାଣ୍ଟୁଥିବା। ଟିକେ ଦେଖୁଥିବା ଆମର ପରିବା ଗୁଡ଼ିକ ଟିକେ ନରମ ହେଲାଣି କି ନାହିଁ। ଏ ଦେଖନ୍ତୁ ବର୍ତ୍ତମାନ ତ ନରମ ହୋଇନି ଆହୁରି, ଆଉ ଟିକେ ଢାଙ୍କୁଣି ଦେଇଦେବା। ଆଉ କିଛି ସମୟ ସେ ସିଝିବାକୁ ଛାଡ଼ିବା। ଆମେ ମିଡ଼ିୟମ୍ ଫ୍ଲେମ୍ରେ ହିଁ ବସାଇଥିବା। ବର୍ତ୍ତମାନ ତ ଟିକେ ଆମର ପରିବା ଗୁଡ଼ିକ ନରମ ହୋଇ ଆସିଲାଣି। ଇଏ ଦେଖନ୍ତୁ ବର୍ତ୍ତମାନ ଆମେ କସୁରୀ ମେଥି ହାତରେ ଟିକେ ମକଚି ନେଇ ଏମିତି ଦେଇଦେବା। କସୁରୀ ମେଥି ମକଚି ଦେଇ ସାରିଲା ପରେ ବର୍ତ୍ତମାନ ଦେଇଦେବା ପନିର। ମୁଁ ଏଠି କୋରେଇ ରଖିଥିଲି ପନିର। ଆପଣ ଚାହିଁଲେ କ୍ଷୀର ଛିଣ୍ଡେଇ ଛେନା ବାହାର କରି ବି ଦେଇପାରିବେ। ମୁଁ କିନ୍ତୁ ଏଠି ପନିରଟି ଦେଇଥିଲି। ବର୍ତ୍ତମାନ ଦେଇଦେବା ଗରମ ମସଲା ଗୁଣ୍ଡ। ଗରମ ମସଲା ଗୁଣ୍ଡ ଦେଇ ସାରିବା ପରେ ତାକୁ ଭଲ ଭାବରେ ମିଶାଇ ଘାଣ୍ଟି ନେବା। ବର୍ତ୍ତମାନ ଏମିତି ଖୋଲାରେ ହିଁ ଆଉ କିଛି ସମୟ ଭାଜି ହେବାକୁ ଛାଡ଼ିବା। ଲୋ ଫ୍ଲେମ୍ରେ ବସାଇଥିବା। ମଝିରେ ମଝିରେ ଏମିତି ଘାଣ୍ଟୁଥିବା। ଆମର ଆଉ ଟିକେ ପରିବା ଗୁଡ଼ିକ ରୋଷ୍ଟ ହୋଇ ଭାଜି ହେବା ପର୍ଯ୍ୟନ୍ତ ଲୋ ଫ୍ଲେମ୍ରେ ବସାଇ ଏମିତି ମଝିରେ ମଝିରେ ଘାଣ୍ଟୁଥିବା। ବର୍ତ୍ତମାନ ତ ଆମର ମିକ୍ସ ଭେଜିଟେବୁଲ୍ ଭୁଜିଆ ପ୍ରସ୍ତୁତ ହୋଇ ଆସିଲାଣି। ଇଏ ଦେଖନ୍ତୁ କେତେ କଲରଫୁଲ୍ ଦେଖାଯାଉଛି। ଆମର ସବୁ ପ୍ରକାର କଲର୍ର ପରିବା ମିଶିଛି ଏଥିରେ। ବର୍ତ୍ତମାନ ଗ୍ୟାସ୍ ବନ୍ଦ କରିଦେଇ ଗରମ ଗରମ ସର୍ଭ କରିବା। ୟାକୁ ଆପଣ ଭାତ ସାଙ୍ଗେ ହେଉ ରୁଟି ସାଙ୍ଗେ ହେଉ ଖାଇପାରିବେ। ଏମିତି ପ୍ରସ୍ତୁତ କରନ୍ତୁ, ଖାଆନ୍ତୁ। କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଲାଇକ୍ କରନ୍ତୁ, ସେୟାର କରନ୍ତୁ। ସବସ୍କ୍ରାଇବ୍ ଯଦି କରିନାହାନ୍ତି ମୋ ଚ୍ୟାନେଲ୍ ତାହେଲେ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।